ଭେଜ୍‌ର ଏଇ କଟଲେଟ୍‌ଟା ଆପଣମାନେ ଥରେ ବନେଇକି ଦେଖନ୍ତୁ। ପିଲାମାନେ କହିବେ ଏଇଟା ଚିକେନ୍‌ରେ ବନିଛି, ବହୁତ ହି ଟେଷ୍ଟି ବନିଥାଏ। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ପୁଣି ଗୋଟିଏ ନୂଆ ରେସିପିକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ତ ଆଜିର ରେସିପି କ'ଣ ଚାଲନ୍ତୁ ଦେଖିବା। ତ ଦେଖନ୍ତୁ, ଆଜି ମୁଁ ସୋୟାବିନ୍ ଆଉ କିଛି ମକା ରଖିଛି ସୁଇଟ୍ କର୍ଣ୍ଣ, ସେଥିର ଗୋଟେ ବଢ଼ିଆ ଭେଜ୍ କଟଲେଟ୍ ବନେଇବି, ଯେଉଁଟାକି ବହୁତ ଟେଷ୍ଟି ଆଉ ବହୁତ ଇଜି ପ୍ରୋସେସ୍‌ରେ ବନିଥାଏ। ତ ତାପରେ ଗୋଟେ ଆଳୁ ବି ନେଇଯାଇଛି। ପ୍ରଥମେ ଗରମ ପାଣିରେ ମୁଁ ସୋୟା ବଢ଼ିକୁ ବତୁରେଇ ଦେଇଛି, ଆଉ ଆଳୁ ନେଇଯାଇଛି, ଆଳୁକୁ ଏମିତି କୋରି ଦେଇଛି ତ ଗ୍ରେଟର୍ ସହିତ। ତାପରେ ଆଳୁକୁ ଆମେ ଧୋଇଦେବା। ଏଇଟା 2-3 ଥର ଧୋଇଦେବା, ତାର ଷ୍ଟାର୍ଚ ପାଣିଟା ଯେଉଁ ଆମ ପୁରା ବାହାରି ପଡ଼ିବ। ତ ଦେଖନ୍ତୁ ନଡ଼ିଆ କୋରା ଟାଇପ୍‌ର ଆଳୁଟା ହେଇଯାଇଛି। ଗୋଟେ ଆଳୁ ନେଇଛି। ଆଉ ଏଇଟା ଅଛି ଦେଖନ୍ତୁ ମକା, ସିଝା ମକା ଆମର ଘରେ କରିଥିଲି, ମକା ସିଝା ଅଛି। କଞ୍ଚା ମକା ଥିଲେ ମଧ୍ୟ ନେଇପାରିବେ। ମକା ଗୋଟେ ଖଣ୍ଡରୁ ଆମେ ମଞ୍ଜି ବାହାର କରିକି ଦାନା ତାର ନେବେ। ତ ସିଝା ଥିଲେ ବି ନେଇପାରିବେ, କଞ୍ଚା ଥିଲେ ବି ନେଇପାରିବେ। ତାପରେ ଦେଖନ୍ତୁ ସବୁ ସୋୟା ଚଙ୍କ୍ସକୁ ମୁଁ ଚିପୁଡ଼ିକି ବାହାର କରିଦେଲି। ଏଇଟା ଗରମ ପାଣିରେ ଖାଲି ବତୁରେଇବା ଅଳ୍ପ ଟିକେ। ଆଉ ଏଇଟାକୁ ମୁଁ ଗ୍ରାଇଣ୍ଡିଙ୍ଗ କରିନି, ଗ୍ରାଇଣ୍ଡିଙ୍ଗ କଲେ ପୁରା ପେଷ୍ଟ ହେଇଯିବ। ସେଥିପାଇଁ ଯଦି ଗ୍ରାଇଣ୍ଡିଙ୍ଗ କରିବାକୁ ଚାହୁଁଛନ୍ତି ଅଳ୍ପ ମାନେ ପଲ୍ସ ମୋଡ଼୍ରେ କରିବେ, ଟିକେ ଖଦଖଦଟିଆ ରହିବ। ସେଥିରେ ଟିକେ କଞ୍ଚା ଲଙ୍କା ଆଉ ଅଦା ପକେଇଦେଲି। ଆଉ ଏଇଟାକୁ ଆମେ ଏବେ ମାନେ ଇଏ କରିଦେବା। ତ ଦେଖନ୍ତୁ ବହୁତ ହି ବଢ଼ିଆ ଲାଗିଥାଏ, ଥରେ ଏମିତି ବନେଇକି ଦେଖନ୍ତୁ। ମୋ ପୁଅ ତ କହିଲା ଚିକେନ୍ ନଗେଟ୍ସ ଟାଇପ୍‌ର ଲାଗୁଛି, ଆଉ ବଢ଼ିଆ ଟେଷ୍ଟି, ମାନେ ଭେଜ୍‌ରେ ବନେଇବେ ଚିକେନ୍ ଭଳିଆ ଲାଗିବ। ପିଲାମାନେ ଖାଇବା ପାଇଁ ବହୁତ ପସନ୍ଦ କରିବେ। ତାପରେ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ସୋୟା ବଡ଼ିରେ ଥାଏ, ଆଉ ମକାରେ ମଧ୍ୟ ଭଲ ମାନେ ନ୍ୟୁଟ୍ରିସନ୍ ସବୁ ଏସବୁ ମିଳିପାରିବ। ପିଲାମାନେ ଏସବୁ ଖାଇଲେ ଘରେ ଇଭିନିଂ ସ୍ନାକ୍ସରେ ବନେଇବେ, ବାହାରୁ କିଣିବା ପାଇଁ ପିଲାମାନେ ପସନ୍ଦ କରିବେନି। ବାହାରୁ କିଣିବାକୁ ସବୁବେଳେ କିଣିକି ଖାଇଲେ ତେଲ ଭଲ ନଥାଏ, ଘରେ ଆମେ କିଛି ଏମିତି ସ୍ନାକ୍ସ ବନେଇ ପାରିବା। ତାପରେ ଦେଖନ୍ତୁ ସେଥିରେ ସେଇ ଯେଉଁ ଆଳୁକୁ ମୁଁ କୋରିଥିଲି, ସେଇ ଆଳୁଟାକୁ ଦେଇଦେବା। ଏଇଠି ଯଦି ଆପଣମାନେ ସିଝା ଆଳୁ ବି ନେଇପାରିବେ। ଯଦି ଆପଣମାନେ କୋରିକି ନେବାକୁ ଚାହୁଁନାହାନ୍ତି, ଗୋଟେ ଆଳୁ ସିଝେଇକି ନେବେ। ତାପରେ ସେଥିରେ ଚୁନା ଚୁନା କରି ପିଆଜ ପକେଇଦେବି। ଦେଖନ୍ତୁ ପିଆଜ ଗୋଟେ କାଟି ଦେଇଥିଲି ବଡ଼ ସାଇଜ୍‌ର, ତାପରେ ସେଥିରେ ଟିକେ ପକେଇଦେବା। କଞ୍ଚା ଲଙ୍କାକୁ ମଧ୍ୟ ପୁରା ଚୁନା ଚୁନା କାଟି ଦେଇଥିବା ସେଥିରେ ପକେଇଦେବା। ଆଉ ଟିକେ ଅଦା ରସୁଣ ଯାହା ଆପଣମାନେ ଚାହିଁବେ, ରସୁଣ ମୁଁ ପକେଇନି, ଅଦା ଟିକେ ପୁରା ଚୁନା ଚୁନା କାଟିକି ସେଥିରେ ପକେଇ ଦେଇଛି। ଆଉ ଟିକେ ଜିରା ପକେଇଦେବା। ଜିରାଟା ମୁଁ ସବୁବେଳେ ପକୁଡ଼ି ପିଆଜି ଯାହା କରେ ପକେଇଥାଏ, ଟିକେ ବଢ଼ିଆ ଲାଗେ ମାନେ। ତ ସେଥିରେ ଡାଇଜେସନ୍ ପାଇଁ ବି ଭଲ। ତାପରେ ହଳଦୀ ଗୁଣ୍ଡ ପକେଇଦେବା କଲର୍ ପାଇଁ। ତାପରେ ଆମେ ସେଥିରେ ପକେଇବା, ତାପରେ ଆମେ ହିଙ୍ଗ ଟିକେ ପକେଇଦେବା। ଆଉ ହିଙ୍ଗ ତ ସବୁବେଳେ ଖାଇବା ଦରକାର, ପାଚନ ପାଇଁ ଭଲ ହେଇଥାଏ। ତାପରେ ଲୁଣ ସ୍ୱାଦ ଅନୁସାରେ ପକେଇଦେବା। ଆଉ ଏଇଠି ମୁଁ କ'ଣ ମସଲା ନେଉଛି, ଏଇଠି ଆପଣମାନେ ଚିକେନ୍ ମସଲା ନେଇପାରିବେ। ଚିକେନ୍ ମସଲା ନେଲେ ତା'ର ଫ୍ଲେଭରଟା ପୁରା ଚିକେନ୍ ଟାଇପ୍‌ର ଲାଗେ, ଆଉ ପିଲାମାନେ ଖାଇବା ପାଇଁ ପସନ୍ଦ କରନ୍ତି। ତ ଚିକେନ୍ ମସଲା, ଗରମ ମସଲା ଆପଣମାନଙ୍କ ପସନ୍ଦର ହିସାବରେ ନେଇପାରିବେ। ଆଉ ଆମେ ଏବେ ଏଇଟାକୁ ଭଲକି ମିଶାଇବା। ଏଥିରେ ଟିକେ କର୍ଣ୍ଣଫ୍ଲୋର୍ ପକେଇଦେବା। କର୍ଣ୍ଣଫ୍ଲୋର୍ 2 ସ୍ପୁନ୍ ପକଉଛି। ଆଉ ତା ସହିତ ମୁଁ ଟିକେ ମାନେ ବେସନ ମଧ୍ୟ 2 ସ୍ପୁନ୍ ନେଇଯାଉଛି ଛୋଟ ସ୍ପୁନ୍‌ରେ। ତ ଏଇଠି ଆପଣମାନେ ଦେଖିବେ, ଯଦି ଆପଣଙ୍କୁ କମ୍ ଲାଗୁଛି ଆଉ ଟିକେ ପକେଇ ପାରିବେ। ମାନେ ବେସନ ହଉ କି କର୍ଣ୍ଣଫ୍ଲୋର୍ ହଉ ଆଉ ଟିକେ ପକେଇ ପାରିବେ। ପ୍ରଥମେ ଆମେ ମିଶାଇ ଦେବା। ତ ମୁଁ ଏଟାକୁ ଏବେ ମିଶାଇ ଦେବି। ଭଲକି ଆମେ ଏଟାକୁ ମିଶାଇବା। ବେସନଟା ଯଦି ବାଇଣ୍ଡିଙ୍ଗ ଯଦି ଆପଣମାନଙ୍କୁ ଟିକେ କମ୍ ଲାଗୁଛି, ଆପଣମାନେ ଏଥିରେ ବେସନ ମିଶାଇ ପାରିବେ, ନହେଲେ କର୍ଣ୍ଣଫ୍ଲୋର୍ ମିଶାଇ ପାରିବେ। ନିଜ ପସନ୍ଦରେ ଆଉ ଗୋଟେ ସ୍ପୁନ୍ ନେଇପାରିବେ। ତ ଏଇଟା ମୁଁ ଭଲକି ଏବେ ମିଶାଇ ଦେବି। ବହୁତ ଟେଷ୍ଟି ଲାଗିଥାଏ, ଆଉ କମ୍ ସମୟରେ ବନିଥାଏ। ସନ୍ଧ୍ୟାବେଳେ ପିଲାମାନେ ଯେତେବେଳେ ଘରେ କିଛି ଖାଇବା ପାଇଁ ମାନେ ମାଗନ୍ତି, ସବୁବେଳେ ଆମେ ବାହାରେ କିଣିକି ଆଣିବା ଏଇଟା ଭଲ ନୁହେଁ। ଆଉ ଘରେ ଆମେ ଏମିତି ସୋୟା ଚଙ୍କ୍ସ ଥିବ, ମକା ଥିବ, ମକା ନଥିଲେ ବି ଯଦି ଆପଣମାନେ ଚାହିଁବେ ଆଳୁ, ପିଆଜ ଏମିତି ସବୁ ସୋୟା ଚଙ୍କ୍ସକୁ ଗ୍ରାଇଣ୍ଡ କରିକି ଆପଣମାନେ ଦେଇକି କଟଲେଟ୍ ଟାଇପ୍‌ର ବନେଇବେ। ଦେଖିବେ ପୁରା ଚିକେନ୍‌ର କଟଲେଟ୍, ଯେମିତି ଚିକେନ୍‌ର ବନାନ୍ତି ନଗେଟ୍ସ, ସେମିତି ସବୁ ବାହାରେ ମିଳିଥାଏ, ସେଇ ଟାଇପ୍‌ର ହିଁ ଲାଗିବ। ଆଉ ସେଇଠି ମୁଁ ବ୍ରେଡ଼୍ କର୍ଣ୍ଣ ରଖିଛି ଥାଳିରେ, ସେଇଟା ମୁଁ ଦେଇକି ବନେଇବି, ଯେଉଁଟାକି ଉପରଟା ପୁରା କ୍ରଞ୍ଚି ହେବ ଆଉ ଭିତରଟା ସଫ୍ଟ ରହିବ, ଭଲ ଲାଗିବ, ପୁରା ବଢ଼ିଆ ବନିବ, କ୍ରିସ୍ପି ବନିବ। ତ ଭଲକି ଏଇଟାକୁ ମିଶାଇ ଦେଉଛି। ତାପରେ ଆମେ ଏଇଟାକୁ ଭଲକି, ତ ଦେଖନ୍ତୁ ଏବେ ଆମର ବନିଗଲା। ଏବେ ଆମେ ଏଇଟାକୁ ବାଇଣ୍ଡ କରିବା, ମାନେ ନିଜ ହିସାବରେ ସେପ୍ ଦେବେ। ଚକା ହଉ, ଆପଣ ସିଲିଣ୍ଡର ଟାଇପ୍‌ର ହଉ, ଗୋଲ ହଉ, ଯେଉଁଟା ଆପଣମାନଙ୍କୁ ପସନ୍ଦ ଲାଗେ ସେଇ ହିସାବରେ ଆମେ ଏଇଟାକୁ ସେପ୍ ଦେବା। ଦେଖନ୍ତୁ
ଏମିତି କରିକି ଆପଣମାନେ ଯେତିକି ପସନ୍ଦରେ ମାନେ ଯେଉଁ ପସନ୍ଦରେ ଆପଣମାନେ ସେପ୍ ଦେବାକୁ ଚାହୁଁଛନ୍ତି ସେମିତି ଦେବେ। ମୁଁ ଟିକେ ଏମିତି ସିଲିଣ୍ଡର ଟାଇପ୍ର ବନେଇ ଦେଉଛି। ଏମିତି ବନେଇକି ସବୁଗୁଡ଼ିକୁ ରଖିବି। ତାପରେ ଆମେ ସେଇଥିରେ ମାନେ ବ୍ରେଡ୍ କର୍ନ ରଖିଛି, ସେଥିରେ ଆମେ ଏଇଟାକୁ ଭଲକି କୋଟିଂ କରିବା। ସବୁଗୁଡ଼ିକୁ ମୁଁ ଏମିତି କୋଟିଂ କରିଦେବି। ପ୍ରଥମେ ଗୋଟେ ବନେଇକି ଦେଖଉଛି। ଏଟାକୁ ବ୍ରେଡ୍ କର୍ନରେ ଏମିତି ମିଶାଇ ଦେବା, ଯାହାଫଳରେ ବଢ଼ିଆ କ୍ରିସ୍ପି ବନିବ। ଏଇଟା ଏମିତି ମିଶାଇକି ପୁଣି ଆମେ ଏଇଟାକୁ ଟିକେ ଏମିତି ପ୍ରେସ୍ କରିଦେବା। ତ ସବୁଗୁଡ଼ିକୁ ମୁଁ ବନେଇବି, ଆପଣମାନଙ୍କୁ ଗୋଟେ ବନେଇକି ଦେଖେଇ ଦେଉଛି। ଏମିତି ଆମେ ସବୁ ବନେଇଦେବା। ତ ଦେଖନ୍ତୁ ଏମିତି ମୁଁ ଧୀରେ ଧୀରେ ସବୁଗୁଡ଼ିକୁ ବନେଇ ବନେଇ ରଖିଦେବି। ତ ସାଙ୍ଗମାନେ ଯଦି ଆପଣମାନଙ୍କୁ ଭଲ ଲାଗୁଛି ଲାଇକ୍ କରିଦିଅନ୍ତୁ। ଯେଉଁମାନେ ନୂଆ ଅଛନ୍ତି ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ପ୍ରତି ଭିଡ଼ିଓ ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚିଯିବ। ତ ଦେଖନ୍ତୁ ଏଇଟା ଆମର ଏମିତି ବନିଗଲା। ଏବେ ଆମେ ଅଏଲ୍ ଗରମ ହେଇଗଲାଣି ସେପଟେ, ତାପରେ ଆମେ ଗୋଟେ ଗୋଟେ କି ପକେଇବା। ତାପରେ ଏଇଠି ଆମେ ଦେଖନ୍ତୁ ଏପଟ ସେପଟ କରିବା। ବଢ଼ିଆ ମାନେ କିଛି ଦେଖନ୍ତୁ ଛାଡ଼ୁନି, ବଢ଼ିଆ ବନିଛି। ବାଇଣ୍ଡିଙ୍ଗ ବହୁତ ବଢ଼ିଆ ହେଇଛି। ପୁରା ଗୋଲ୍ଡେନ୍ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଆମେ ଏଟାକୁ ଛାଣିବା। ଫ୍ଲେମ୍କୁ ବେଶୀ ହାଇ ରଖିବେନି, ପୋଡ଼ିଯିବ ଆଉ ଭଲ କି ହେବନି। କ୍ରିସ୍ପି ମାନେ ଭିତରଟା ଟିକେ ସିଝିବା ଦରକାର। ତ ସେଥିପାଇଁ ଫ୍ଲେମ୍କୁ ମିଡ଼ିୟମ୍କୁ ଟୁ ଲୋ ଭିତରେ ରଖିବେ, ବେଶୀ ହାଇ ରଖିବାନି, ମିଡ଼ିୟମ୍ ରଖିବା। ତାପରେ ଦେଖନ୍ତୁ ଆମର ବନିଗଲା। ବହୁତ ବଢ଼ିଆ ଦେଖନ୍ତୁ ଅଣ୍ଡା ଚପ୍ ଟାଇପ୍ର ଦେଖାଯାଉଛି ଆଉ ବଢ଼ିଆ କ୍ରିସ୍ପି ବନିଛି। ତ ମୁଁ ଏଟାକୁ ବାହାର କରିଦେଉଛି ସବୁଗୁଡ଼ିକ। ତ ସାଙ୍ଗମାନେ କେମିତି ଲାଗିଲା ଆପଣମାନଙ୍କୁ ଏଇ ଆଇଡ଼ିଆଟା, ଏଇ ସ୍ନାକ୍ସଟା, ରେସିପିଟା ଆପଣମାନେ କମେଣ୍ଟ କରିବେ। ଆପଣମାନେ ଘରେ ବନାଉଥିବେ, କଟଲେଟ୍ ବନାଉଥିବେ, ଆଉ ମୁଁ କେମିତି ବନେଇଲି ସୋୟା ବଡ଼ିର ମାନେ ସୋୟା ଚଙ୍କ୍ସର ବହୁତ ଟେଷ୍ଟି କଟଲେଟ୍, ପୁରା ଚିକେନ୍ ନଗେଟ୍ସ ଟାଇପ୍ର ଲାଗିବ। ଖାଇଲେ ଦେଖିବେ, ଆପଣମାନେ ଥରେ ଖାଇକି ଦେଖନ୍ତୁ, ବହୁତ ବଢ଼ିଆ ଲାଗିଥିବ। ତ ବନିଗଲା, ସବୁଗୁଡ଼ିକ ବନେଇଦେଲି। ଏବେ ସନ୍ଧ୍ୟା ସମୟରେ ଏଇ ସ୍ନାକ୍ସ ବନେଇକି ଘରେ ଦିଅନ୍ତୁ ପିଲାମାନଙ୍କୁ। ଆଉ ଭଲ ଲାଗିଲେ ଲାଇକ୍ କରିଦିଅନ୍ତୁ। କେଉଁଠୁ ଦେଖୁଛନ୍ତି କମେଣ୍ଟ କରିବେ। ଆପଣମାନଙ୍କର କମେଣ୍ଟ ମୋତେ ନୂଆ ନୂଆ ରେସିପି ଆଣିବା ପାଇଁ ଆଗ୍ରହ ଆଣିଥାଏ। ତ ତା ସହିତ ମୁଁ ଟିକେ ସସ୍ ଆଉ ଦେଖନ୍ତୁ ଏଇଟା ନେଇଯାଇଛି ଟିକେ ଚଟନି, ଟିକେ ସସ୍ ରହୁଛି। ଜୟ ଜଗନ୍ନାଥ।